পশ্চিমবঙ্গ নির্বাচন বিষয়ে কিছু জানিবা কথা আসন্তু জানিবা এই ভিডিওরে। পশ্চিমবঙ্গরে প্রমুখ তিনোটি দল তৃণমূল কংগ্রেস, ভারতীয় জনতা পার্টি এবং কম্ୟୁନିଷ୍ଟ পার্টি। ମମତା ବାନାର୍ଜୀଙ୍କ ଭୂମିକା। ମମତା ବାନାର୍ଜୀ ଟିଏମସି ର ନେତୃତ୍ୱ ନେଉଛନ୍ତି ଆଉ ସେ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ପଶ୍ଚିମବଙ୍ଗ ନିର୍ବାଚନ ଇତିହାସ। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପ୍ରାୟ ହିଂସା ଖବର ଆସେ। ବୁଥ ଧାରଣା, ରାଜନୈତିକ ଝଗଡ଼ା ଏବଂ ବୁଥ ର୍ୟାଗିଂ ଭଳି ଝଗଡ଼ା ସବୁ ଦେଖାଯାଏ। 2021 ନିର୍ବାଚନ ଫଳାଫଳ। ତୃଣମୂଳ କଂଗ୍ରେସ ବଡ଼ ବିଜୟ ହାସଲ କରିଥିଲା ଆଉ ଦ୍ୱିତୀୟ ସ୍ଥାନରେ ରହିଥିଲା ବିଜେପି। ଆଉ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ସିପିଆଇଏମ୍ ପ୍ରଭାବ କମି ଯାଇଥିଲା। ପଶ୍ଚିମବଙ୍ଗର ଭୋଟରଙ୍କ ଭୂମିକା। ଗ୍ରାମ ଓ ସହରରେ ଦୁଇଟି ଭୋଟର ଆଧାର ରହିଛି ପଶ୍ଚିମବଙ୍ଗରେ। ଯୁବ ଭୋଟରଙ୍କ ଫଳାଫଳ ବହୁତ କିଛି ପ୍ରଭାବିତ କରେ ପଶ୍ଚିମବଙ୍ଗ ନିର୍ବାଚନକୁ। ଆଉ ସାଂସ୍କୃତିକ ଓ ରାଜନୈତିକ। ପଶ୍ଚିମବଙ୍ଗରେ ସଂସ୍କୃତି, କଳା ଓ ରାଜନୀତି ମିଶ୍ରଣ ଥାଏ। ଏଠାରେ ରାଜନୀତି ବହୁତ ଭାବନାତ୍ମକପୂର୍ଣ୍ଣ ଥାଏ। ନିର୍ବାଚନକୁ ବେଶ ଗୁରୁତ୍ୱ ସହ ନେଇଥାନ୍ତି ପଶ୍ଚିମବଙ୍ଗବାସୀ। ଏଠାରେ ମୁଖ୍ୟ ଇସ୍ୟୁ ହେଉଛି ବେକାରୀ, ବିକାଶ, ଶିକ୍ଷା, ଆଇନ ଶୃଙ୍ଖଳା ଆଦି ବିଭିନ୍ନ ଇସ୍ୟୁ ଏବେ ବି ଅଛି। ଦର୍ଶକ ବନ୍ଧୁ, ପଶ୍ଚିମବଙ୍ଗ ନିର୍ବାଚନ କେବଳ ଏକ ଭୋଟ ନୁହେଁ, ଏହା ଏକ ରାଜନୈତିକ ଯୁଦ୍ଧ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କ ମତାମତ କମେଣ୍ଟ କରନ୍ତୁ।